पंचम अध्याय पापानुसारे रोग उत्पत्ति। श्री गरुड़ उवाच जेउ जेउ पाप पूर्व जन्मे करे नर कले केउ चिन्ह हुई ता शरीर पुनश्च जेउ जेउ जुनिकी सेहि गमे ताहा मते कहिबे कि केशव प्रथमे। श्री विष्णु वाच शुण तुम्भे पक्षीवर कहिबा तुम्भଙ୍କୁ जेउ पाप कले पापी लभे जे देहकु पूर्व जन्मरे ब्राह्मण करिथिले नाश क्षय रोगी हईन जे जन्मिब अवश्य गोबध करि नथिले देहे हुए कुज बल बुद्धि लभई न थाई तार उज सकीय जात पुत्र को नासी थाए जेहू अहिके कुष्ठ रोगी हई न जन्मे सेहू एहि तिनि पापकारी जनଙ୍କୁ समन चंडाल जुनि मध्यरे करई जन्म स्त्रीघाती गर्भघाती मानଙ୍କୁ जे विधाता पुलिंद कूले जन्मंती रोगे अस्थिरता गुत्रजा नारी को जेहू करे बई भोग पुलिंद जन्म लभीन हस्ती चर्मारुग गुरुपत्नी मानଙ୍କୁ करई अभिलाष नपुंसक हई सेहू थाए गृहवास पूर्व जन्मरे मांस भोगी जेउ लोक रक्तवर्ण कुष्ठ हुए तार देह जाक मदपान को पूर्वरे कलेटी पुरुष कृष्णवंत हई न लभई बहु क्लेश अभक्ष्य भक्षण करि थाए जेउ जीव पादजंघ ताहार जे हईब निर्जीव अजितेन्द्रिय यद्यपि व्यग्र हई थाए जलुदर रोगरे बहुत कष्ट पाए मिष्टान पूर्वरे न देई न आपे खाए एहि केवल गंडर रोग को जन्माए असुचि हई न श्राद्धे देले पिंड दान चित्रकुष्ठ अंगे तार हुए विद्यमान गुरु को गर्भरे अवज्ञा जे करिथिले अपस्मार रोगी निश्चय हुई जन्मिले वेदशास्त्र मानଙ୍କୁ निंदई जे मनुष्य पांडु रोगी हई न जन्मिब से अवश्य मिथ्या साक्ष्य जेबे देई थाए राजद्वारे मुख हई न जन्मिब निश्चय सेहि नरे पंक्तिभेद जेउ लोक पूर्वरे करई एक चक्षुहीन अंध हई न जन्मई गुरु को पूर्व जन्मरे माइले गोईठा जनपदरे जन्मिब दुई गोड़ छोटा ब्राह्मण को पदाघात करिथिले परे पंगु हई जन्मिब से निश्चय पृथ्वीरे मिथ्या शुणिबाकु प्रिय हुए जेउ लोक बधिर हई न जन्मे सेहि अविवेक पूर्वरु विष प्रदान करिथिले जीवे मर्त्य लोकरे जड़त्व हई न जन्मिवे स्वर्णहरण कलेटी हई बकु नखी धातु द्रव्य चर्यरे तद्रूप हेब पक्षी विगत देहरे अन्न करिथिले चुरी मूषिक जन्म निश्चय हईब ताहारी पूर्व देहरे के धान्य कलेटी हरण झिंटिका जन्म ताहाकु देबे जंतुराण जलकु अपहरण करिथाए जेबे चातक जन्म लबीन नीर भाबुथिबे
ବିଷଦ୍ରବ୍ୟ ମାନଙ୍କୁ ଯେ କରିଥିଲେ ଚୋରି। ବୃଶ୍ଚିକ ଜନ୍ମ ତାକୁ ଦେବେଟି ଜନ୍ତୁ ଐରୀ। ଶାକପନ୍ୟ କରିଥିଲେ ହେବ ସେ ମୟୂର। ଗନ୍ଧଦ୍ରବ୍ୟ ହରି କରି ହେବ ଚୁଚୁନ୍ଦର। ମହୁ ଚୋରି କରିଥିଲେ ହେବ ମହୁମାଛି। ମାଂସ ଚୋରି କଲେଟି ହଇବ ଗୁଦ୍ରବତ୍ସୀ। ଲବଣ ହରିଥିଲେ ହଇବ ପିପିଲିକା। ନାହିଁ ସନ୍ଦେହ ଏଠାରେ ଅଛି ବଚନିକା। ତାମ୍ବୁଳ ଫଳ ପୁଷ୍ପ ପୂର୍ବରୁ ହରିଥିଲେ। ବନସ୍ତରେ ବାନର ସେ ହଇବା କବଲେ। ଉତ୍ପନ୍ନ ତୃଣ ଓ କପା ମାନଙ୍କୁ ହରିଲେ। ମେଷ ଯୋନିରେ ଜନମ ହଇବ ଭୂତଳେ। ମୃଗୟା କରିନ ଦୁଃଖ ଦିଅଇ ଜୀବରେ। ଛେଳି ହଇନ ଜନ୍ମିବେ କଂସାଇର ଘରେ। ବିଷପାନ କରିନ ମରନ୍ତି ଯେତେ ଲୋକ। ପର୍ବତରେ କୃଷ୍ଣ ସର୍ପ ହଇବେ କେତେକ। ଗାୟତ୍ରୀ ନ ସ୍ମରି ଜାଣ ଯେ ବଣ ବ୍ରାହ୍ମଣ। ତ୍ରିସନ୍ଧ୍ୟା ନ କରଇଟି ଆଳସ୍ୟ ଭାବେଣ। ହୃଦୟ କପଟେ ତାର ପୂରି ରହିଥାଇ। ବାହାରରେ ସାଧୁ ଚିହ୍ନ ଲୋକଙ୍କୁ ଦେଖାଇ। ଏହିପରି ବିପ୍ର ଯେବେ ପୂର୍ବୁ କରିଥାଏ। ବନ ହଇନ ଜନ୍ମି ରହିବ ଜଳାଶये। ପତିତ ଓ ଯବନାଦି ଠାରୁ ନେଇ ବିତ। ଯେଉଁ ବିପ୍ର ଯୋଜନ କରଇ ଅପ୍ରମିତ। ଅନ୍ତ୍ୟ ଲୋକଙ୍କ ଠାରୁ ଗ୍ରହଣ କରେ ଦାନ। ପୁନରପି ଜନ୍ମ ଲବି କରେ ବିଷ୍ଠାପାନ। ବହୁ ଲୋକରେ ପୁରୋଧା ହୋଇଥାଏ ଯେବେ। ଗଧ ଶରୀର ପାଇନ ଭାର ସେ ବହିବେ। ଅମୃତ ପସ୍ତରଣ ପ୍ରଭୃତି ମନ୍ତ୍ର ବିନା। ଅନିମନ୍ତ୍ରିତ କରାଇ ଭୋଜନ ପ୍ରାର୍ଥନା। ଏହିପରି ଦ୍ୱିଜ ଜନ୍ମର ପରଲୋକ ହେଲେ। ବାନର ହୋଇ ଜନ୍ମିବେ ନିଶ୍ଚୟ ଭୂତଳେ। ବିଦ୍ୟାର୍ଥୀ ଜନଙ୍କୁ ବିଦ୍ୟା ମାଗିଲେ ନ ଦିଏ। ବଳିବର୍ଦ୍ଧ ହୋଇ କରି ଜନ୍ମିବ ନିଶ୍ଚୟ। ଗୁରୁଙ୍କର ସେବା ଯେବେ ନ କରଇ ଶିଷ୍ୟ। ଖଚର ହୋଇ ନ ଜାତ ହେବ ସେ ମନୁଷ୍ୟ। ଗୁରୁଙ୍କୁ ଯେ ବଣ କୃତେ ଅବଜ୍ଞା କରାଇ। ବିପ୍ରଙ୍କୁ ଯେ ମିଥ୍ୟାବାଦେ ଯେ ନର ହରାଇ। ନିର୍ଜନ ଅରଣ୍ୟରେ ହଇବେ ସେହି ଜାତ। ବ୍ରହ୍ମ ରାକ୍ଷସ ହଇନ ଭ୍ରମେ ଇତସ୍ତତ। ବ୍ରାହ୍ମଣକୁ ଦାନ ଦେବାକୁ ଯେ ମୁଖେ କହି। ନ ଦେଇ ମୃତ ହେଲେ ଜମ୍ବୁକ ହୁଅଇ। ଶପଥ ପୁରୁଷଙ୍କୁ ଯେ ଅସତ୍କାର କଲେ। ବାୟୁ ରୂପ ଧରିନ ମୁଖରେ ଅଗ୍ନି ଜଳେ। ମିତ୍ରଦ୍ରୋହ ପୂର୍ବେ କରିଥିଲେ ଜାଣ ଜୀବ। ଗିରି ଗହ୍ୱରରେ ଗୁଧ୍ର ହଇନ ଜନ୍ମିବ। ପ୍ରବଞ୍ଚନା କରି ଯେବେ କିଣିଥାଏ ଦ୍ରବ୍ୟ। ପେଚା ହୋଇ ଜନମିବ ଏକଥା ସଦୈବ। ଜାତି ଆଶ୍ରମକୁ ଯେବେ କରେ ପରିବାଦ। କପୁତ ହଇନ ବନେ ବୋଲିବ ସ୍ୱଚ୍ଛନ୍ଦ। ଆଶା ଛେଦନ ଯଦ୍ୟପି କରଇ ମନୁଷ୍ୟ। ସ୍ନେହକାରୀ ଲୋକଙ୍କୁ କରୁଥାଇ ନିରାଶ। କ୍ରୋଧବହୀନ ସ୍ୱସ୍ତ୍ରୀକୁ କଲେ ପରିତ୍ୟାଗ। ଚକ୍ରବାକ ହୋଇ ଜନ୍ମ ହେବ ବହୁ ଯୁଗ। ପିତୃମାତୃ ଗୁରୁମାନଙ୍କୁ କରିଲେ ଦ୍ୱେଷ। ଭଗିନୀ ଓ ଭାତୃଠାରେ ଶତ୍ରୁତା ମାନସ। ଏହିପରି ଲୋକମାନେ ମାତୃଗର୍ଭେ ରହି। ଯୋନିଗତ ହୁଏନ୍ତେଣ ପ୍ରାଣ ତାଙ୍କ ଯାଇ।
ଯାବତ ଯୋନି ମଧ୍ୟରେ 10 ଶତବାର ଜନମ ହୋଇନ ତାଙ୍କୁ ନ ମିଳେ ନିସ୍ତାର। ଶ୍ୱଶୁରଙ୍କୁ ଉତ୍ତର ଦିଅଇ ଯେଉଁ ନାରୀ ପ୍ରତିଦିନ କଳହ କରଇ ଶ୍ରଦ୍ଧା କରି ସେମାନେ ଯୁକ ହୋଇନ ଜନ୍ମିବେ ଜଳରେ ସ୍ୱାମୀକୁ ଧିକ୍କାରିଲେ ଲିଖଇ ବସିରେ। ସ୍ୱାମୀକୁ ବୃଦ୍ଧ ଓ ଅସୁନ୍ଦର ଦେଖି ତ୍ୟାଗୀ ପରପୁରୁଷରେ ଯେବେ ହୁଏ ଅନୁରାଗୀ। ଏହିପରି ବଧୂମାନେ ହେବେ ଟିବାଦୁଡ଼ି ଝିଟିପିଟି ହୋଇ ନିତେ ଛାଡ଼ୁଥିବେ ରଡ଼ି। ମର୍ତ୍ତେ ଯାଇ ଦୁମୁଣ୍ଡିଆ ସର୍ପିଣୀ ହୋଇନ କଷ୍ଟ ଭୋଗ କରୁଥିବେ ଗର୍ତ୍ତରେ ରହିନ। ସ୍ୱଗୋତ୍ର ପ୍ରାଣୀକୁ ଯିଏ କରିଥାଏ ହତ ସ୍ୱଗୋତ୍ର ନାରୀଠାରେ ଯେହୁ କାମରେ ରତ। ଗୁରାଣ୍ଡି ଝିଙ୍କ ହୋଇନ ଜାତ ହେବେ କ୍ରମେ ତୃତୀୟ ଜନ୍ମରେ ଭାଲୁ ହୋଇ ବନେ ଭ୍ରମେ। ବିଟପୀ ନାରୀ ସଙ୍ଗମ ଯେ କରେ ପୁରୁଷ ମରୁଭୂମିରେ ନିଶ୍ଚୟ ହୋଇବ ପିଶାଚ। ରଜବତୀ କନ୍ୟାକୁ ସଙ୍ଗରେ ଯେହୁ ବନସ୍ତରେ ଅଜଗର ହୋଇବଟି ସେହୁ। ଗୁରୁପତ୍ନୀ ହରଣ ଯଦ୍ୟପି କରେ ନର କୃକଲାସ ହୋଇନ ଜନ୍ମିବ ସେ ପାମର। ରାଜପତ୍ନୀ ଗମନେ ଜନ୍ମିବ ହୋଇ ଉଟ ମିତ୍ର ନାରୀକୁ ହରିଲେ ଗର୍ଦ୍ଦଭ ବିଶିଷ୍ଟ। ସ୍ୱଦତ୍ତ ପରଦତ୍ତ ଭୂମିକୁ ଯେ ହରଇ 60 ସହସ୍ର ବର୍ଷ ବିଷ୍ଠାରେ କୁର୍ମୀ ହୋଇ ଆପଣା ହରି ତାହାକୁ ସ୍ୱାର୍ଥରେ ଗମିବ ମହାପ୍ରଳୟ ଅନ୍ତରେ ମୁଖ ସେ ପାଇବ। ଦେବଭୂମି ଦାନକୁ ଯେ ଆପଣା ଶକ୍ତିରେ ରକ୍ଷା କରିଥିବ ସଦା ସର୍ବୂତ ଭାବରେ ହେଳା ସାଧ୍ୟରେ ଅନ୍ୟ ହରଇ ଯେବେ ତାକୁ ପଙ୍ଗୁ ଯୁଗ ନିଶ୍ଚେ ହେବ ତା ଶରୀରକୁ। ବ୍ରାହ୍ମଣଙ୍କୁ ବୃତ୍ତି କରାଇନ ଯେବେ ଦେବ ଲକ୍ଷେ ଧେନୁ ଉତ୍ସର୍ଗ ଫଳ ନିଶ୍ଚେ ପାଇବ। ବିପ୍ରଙ୍କ ବୃତ୍ତି ଯଦ୍ୟପି କରାଇବ ନାଶ ମର୍କଟ ଦେହ ପାଇ ବୋଲିବ ବନ ଦେଶ। ଏହିପରି ଅହି କରେ ଚିହ୍ନ ଜାତି ଜାଣି ଏଥୁ ତୁମ୍ଭେ ଜାଣିବା ହେ ଭକ୍ତ ଶିରୋମଣି। ସ୍ୱକର୍ମ ବିହିତ କରିଥିବ ଯେଉଁ ଲୋକ ଚିହ୍ନିବେ ତାକୁ ଦେଖିନ ପାପ ଚିହ୍ନ ଯାକ। ଏହିପରି ପାପିଏ ଭୋଗିବେ ନର୍କ ଦୁଃଖ ପୂର୍ବ ଭକତ ଯୋନିରେ ଜନ୍ମିବ ନିରେଖ। ତୃଣାଦି ହୋଇନ ସହସ୍ରେକ ଜନ୍ମ ହୋଇ ଚତୁଷ୍ପଦ ଦେହ ସେ ଧରିବ ମର୍ତ୍ତ୍ୟ ଭୂଇଁ। ଦୁଃଖ ଭାର ବହିବା ଅର୍ଥରେ ହେବ ଜାତ ଇଦାନୀ କଷ୍ଟ ଯୁଗତ ଦେଖୁଛ ସାକ୍ଷାତ। ତାହା ଶେଷରେ ପାପୀଙ୍କ ଦୁଃଖ ହେବ ଭୋଗ ବୃଷ୍ଟି ଅବା ଶୀତ ତାପେ ହୋଇବ ସଂଯୋଗ। ତାହା ପଛେ ଦେହ ଯାଇ ମନୁଷ୍ୟ ଶରୀର ଶୁଭାଶୁଭ ସ୍ଥାନେ ଯାଇ ହୋଇବ ସଞ୍ଚାର। ସେ କୁଳର ସ୍ତ୍ରୀ ପୁରୁଷ ସଂଯୋଗ ସମୟେ ସେହି ଜୀବ କ୍ରମେ ଯାଇ ପଶେ ଗର୍ଭାଶୟେ। ଗର୍ଭଠାରୁ ମୃତ୍ୟୁ ପର୍ଯ୍ୟନ୍ତେ ଯେତେ ଭୋଗ ସେ ଦେହ ମଧ୍ୟରେ ଯାଇ ହୁଅଇ ସଂଯୋଗ। ପୁନଶ୍ଚ ମରଣରେ ମିଳଇ ଯେତେ କଷ୍ଟ
ତାହାକୁ ଭୋଗ କରାଇ ସବୁ ସେ ପାପିଷ୍ଟ। ଏହିପରି ଉତ୍ପତ୍ତି ଯେ ଏହିପରି ନାଶ, ସର୍ବଦେହ ଲବିଣ ସେ ପାଏ ବଡ଼ କ୍ଲେଶ। ଏହିପରି କର୍ମଚକ୍ରେ ଜୀବ ପ୍ରବର୍ତ୍ତିତ, ଚାରିଖାନି ଯେ ହୋଇଛି ଆବାସ ଆବର୍ତ୍ତ। ଶୂନ୍ୟ ଘଟିକା ଯନ୍ତ୍ରଟି ଯେପରି ଲୋକରେ, ଅନବରତରେ ଭ୍ରମି ନର ହୋଇ ସ୍ଥିରେ, ତଦ୍ରୂପ ମର୍ତ୍ତ୍ୟ ଲୋକରେ ଆମ୍ଭର ମାୟାରେ, ଭ୍ରମୁ ଯେ ଅଛନ୍ତି ଜୀବ ବିଷୟା ଲୋଭରେ। କେତେବେଳେ ଭୂଲୋକ ଯେ ହୁଏ ତାର ବାସ, କେତେବେଳେ ନର୍କରେ ସେ ହୁଅଇ ପ୍ରବେଶ। କର୍ମପାଶେ ଆବୃତ ଯେ ହୋଇଅଛି ଦେହ, ଅହରହ ଭ୍ରମୁ ଅଛି ନାହିଁଟି ସନ୍ଦେହ। ଜନ୍ମିଦାନ ଦେବାକୁ ତ ନ ବଳିବ ସତ, ନ ଦେବାରୁ ଦରିଦ୍ରର ଦଶା ଉପସ୍ଥିତ। ଦରିଦ୍ର ହେଲେ ନ ଅର୍ଜଇ ବହୁ ପାପ, ପାପ କୃତ୍ୟରୁ ମିଳଇ ନରକ ସନ୍ତାପ। ନର୍କରୁ ଆସିଲେ ଯେ ଦରିଦ୍ର ଜନ୍ମ ହେବ, ପୁନଶ୍ଚ ପାପ କରିଲେ ନର୍କକୁ ଗମିବ। ଏଣୁକରି ସତ କର୍ମେ ସଦା ଦିଅ ଚିତ୍ତ, ଏ ଜନ୍ମରେ ପୁଣ୍ୟ କିଛି ହୋଇଲେ ସଞ୍ଚିତ। ପରାପର ଜନ୍ମକୁ ଯେ ସୁଖେ ହେବ ସ୍ଥିତ, ସେ ଦେହ ଅନ୍ତେ ସ୍ୱର୍ଗରେ ବସିବ ନିଶ୍ଚିନ୍ତ। ଅବଶ୍ୟ କର୍ମଟି ଭୋଗ କରିବାକୁ ଦେବ, ଶୁଭାଶୁଭର କର୍ମଟି ସଞ୍ଚିଛି ଦଇବ। ବିନା ଭୋଗ ନ କରି ନ ଯିବ ପାପ ପୁଣ୍ୟ, ଶତକୋଟି କଳ୍ପିତ ଯେ ନୋହିବ ସାମାନ୍ୟ। ଯାତନା ମାର୍ଗରୁ ମୁକ୍ତି ଦେବେ ଘନଶ୍ୟାମ, ଶ୍ରୀହରିଙ୍କ ଆଶ୍ରା ବିନା ସବୁ କଥା ଭ୍ରମ। ବିପାକ ଯୋନି ଗତରେ ହେବାକୁ ଶରୀର, ପାନ କରି ନ ବସିଛି ହୋଇ ଅଗ୍ରସର। ସେ ଉତ୍ସାହକୁ ଯେ ଭଗ୍ନ କରି ନାରାୟଣ, ଦୀନଜନ ରକ୍ଷଣେ ହେ ଆପଣେ କାରଣ। ପଞ୍ଚମ ଅଧ୍ୟାୟରେ ଦର୍ଶିତ ସମର୍ଥିତ, ଶୁଣିନ ବକ୍ତାଙ୍କୁ ଦେବ ଯାଚି ତିଳପ୍ରସ୍ଥ। ଇତି ଶ୍ରୀ ଗରୁଡ଼ ପୁରାଣେ ସାରୁଦ୍ଧାରେ ପାପୀ ଚିହ୍ନ ନିରୂପଣ ନାମ ପଞ୍ଚମ ଅଧ୍ୟାୟ।